ଆଜି ଶୁଣିବା ଆତ୍ମଜୀବନୀ ମୋ ସମୟର ଓଡ଼ିଶା। ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ତୃତୀୟ ପରିଚ୍ଛେଦ। ଅଦୃଶ୍ୟ କର୍ଣ୍ଣଧାର। ମୋର ଜୀବନ ତାରି ଅନିର୍ଦ୍ଦିଷ୍ଟ ଗତିରେ ଇତସ୍ତତଃ ହେଉଥିବା ବେଳେ କୌଣସି ଅଜ୍ଞାତ ଓ ଅଦୃଶ୍ୟ କର୍ଣ୍ଣଧାରର କରସ୍ପର୍ଶ ତାକୁ ଏହିପରି ଭାବରେ ଗୋଟାଏ କୂଳରେ ଲଗାଇ ଦେଇଥିଲା। 15 ବର୍ଷ ବୟସରେ ମୋର ଯେଉଁ ନୂତନ ଛାତ୍ରଜୀବନ ଆରମ୍ଭ ହେଲା, ତାହା ବହୁ ବର୍ଷ ଧରି ଚାଲିଲା। ରରୁଆଁ ଉଚ୍ଚ ପ୍ରାଥମିକ ସ୍କୁଲଟି ହୋଇଥିଲା ଗୋଟାଏ ପରିତ୍ୟକ୍ତ କଚା ଥାନା ଗୃହରେ। ଥାନା ଅଫିସ ଘରଟି ହୋଇଥିଲା ସ୍କୁଲ ଏବଂ କନେଷ୍ଟବଳମାନଙ୍କ ବେରେକଟି ହୋଇଥିଲା ହେଡ଼ପଣ୍ଡିତଙ୍କ ବାସଗୃହ ଓ ପିଲାମାନଙ୍କ ହଷ୍ଟେଲ। ବଣ ଜଙ୍ଗଲ ବିଲବାଡ଼ିରେ ବୁଲି ଓ କାମ କରି ମୁଁ ଏତେବେଳକୁ ଗୋଟିଏ ନିତାନ୍ତ ଗାଉଁଲି ପିଲା ହୋଇଯାଇଥିଲି। ଏଣୁ ରରୁଆଁର ନୂତନ ପରିବେଶ ମୋତେ ଆଦୌ ଭଲ ଲାଗୁନଥିଲା। କିନ୍ତୁ ଭବିଷ୍ୟତର ଆଶା ଓ ଆହ୍ୱାନ ମୋତେ ସେଠାରେ କୌଣସି ମତେ ବାନ୍ଧି ରଖିଲା। ମୟୂରଭଞ୍ଜର ଅମର୍ତ୍ତା ନିବାସୀ ହେଡ଼ ପଣ୍ଡିତ ଶ୍ରୀ ଶ୍ୟାମସୁନ୍ଦର ଦାସ ସର୍ବଦା ଖଦଡ଼ ପରିହିତ ଦେଶୀ ଭାବାପନ୍ନ ଜଣେ ଉଦାରଚେତ ବ୍ୟକ୍ତି ଅଟନ୍ତି। ସେ ବର୍ତ୍ତମାନ ସୁଦ୍ଧା ଜୀବିତ ଏବଂ ତାଙ୍କର ଓ ମୋର ପୂର୍ବ ସମ୍ବନ୍ଧ ଅଦ୍ୟାପି ଅବ୍ୟାହତ ରହିଛି। ମୁଁ ଯେତେବେଳେ ଯାଇ ତାଙ୍କ ପାଖରେ ପହଞ୍ଚିଥିଲି, ସେତେବେଳେ ତାଙ୍କ ବୟସ 25ରୁ କମ୍ ଥିଲା। ତଥାପି ସେ ଉଦାର ଚିତ୍ତରେ ମୋର ଶିକ୍ଷକ, ଅଭିଭାବକ ଓ ଅନ୍ନଦାତାର ଆସନ ଏକାଧାରରେ ଗ୍ରହଣ କରି ମୋର ଜୀବନର ଗତିକୁ ବଦଳାଇ ଦେଇଥିଲେ। ସେ ସ୍କୁଲରେ ମୋର କାମ ଲେଖିଦେଲେ ଓ ମୁଁ ତାଙ୍କର ଭାତ ରାନ୍ଧୁଥିଲେ ହେଁ ମୋତେ ସେ ପୂଜାହାରୀ ରୂପେ ଗ୍ରହଣ ନ କରି ଛାତ୍ର ରୂପେ ହିଁ ଗ୍ରହଣ କଲେ। ମୁଁ ଜଣେ ଅପଟୁ ଓ ଅନ୍ୟମନସ୍କ ପିଲା ଥିଲି। ଏଣୁ ମୁଁ ତାଙ୍କର ଭାତ ଡାଲି ମଧ୍ୟ ଭଲ ଭାବରେ ରାନ୍ଧି ପାରୁନଥିଲି। ତଥାପି ସେ ମୋତେ ତ୍ୟାଗ କରିନଥିଲେ କିମ୍ବା କେବେ ତ୍ୟାଗ କରିବାର ଧମକ ମଧ୍ୟ ଦେଇନଥିଲେ। ଉଚ୍ଚ ପ୍ରାଥମିକ ସ୍କୁଲରେ ପଢ଼ିବା ବେଳକୁ ମୋର 15 ବର୍ଷ ବୟସ ହୋଇ ଯାଇଥିବାରୁ ମୋ ମନରେ ପ୍ରଥମ ହୀନମନ୍ୟତା ଆସିଯାଉଥିଲା। କିନ୍ତୁ ମୁଁ ପରେ ଦେଖିଲି ଯେ ମୋ ବୟସର ଆଉ କେତେଜଣ ପିଲା ମଧ୍ୟ ଆମ କ୍ଲାସରେ ପଢ଼ୁଛନ୍ତି। ଆମ ଆଦିବାସୀ ଅଞ୍ଚଳର ଅଭିଭାବକମାନେ ପିଲା ଟିକିଏ ବଡ଼ ନହେଲେ ତାକୁ ସ୍କୁଲକୁ ଛାଡ଼ି ନଥିଲେ। କାରଣ ସ୍କୁଲରେ ପଢ଼ିବା ସମୟରେ ପିଲାକୁ ନିଜ ହାତରେ ରଖିବା ଖାଇବାକୁ ପଡ଼ୁଥିଲା। ରରୁଆଁ ଉଚ୍ଚ ପ୍ରାଥମିକ ସ୍କୁଲରେ ମେସ୍ ନଥିଲା କିମ୍ବା ପୂଜାହାରୀ ନଥିଲେ। ପ୍ରତ୍ୟେକ ପିଲା କିମ୍ବା 2-3 ଜଣ ପିଲା ଏକତ୍ର ମିଶି ନିଜ ହାତରେ ରୋଷେଇ କରି ଖାଉଥିଲେ। ଏଣୁ ମୋର ବୟସ ଓ ରୋଷେଇ କାର୍ଯ୍ୟ ସ୍କୁଲରେ ଅଭିନବ ବ୍ୟାପାର ନଥିଲା। ମାତ୍ର ମୁଁ ହେଡ଼ ପଣ୍ଡିତଙ୍କ ରୋଷେଇଆ କରୁଥିବାରୁ ମୋର ଶ୍ରମ ଓ ଦାୟିତ୍ୱ ବଢ଼ିଯାଇଥିଲା। ପ୍ରତିଦିନ ଦୋକାନରୁ ସଉଦା ଆଣିବା, ପିଲାମାନଙ୍କୁ ଘରୁ ହେଡ଼ ପଣ୍ଡିତଙ୍କ ପାଇଁ ସଞ୍ଚା ଗ୍ରହଣ କରିବା, କାମତୁରଣୀ ନ ଆସିଲେ ନିଜେ କୂଅରୁ ପାଣି ଟାଣିବା, ଅଭାବ ବେଳେ ନିଜେ କାଠ ଚିରିବା ଇତ୍ୟାଦି କାର୍ଯ୍ୟ ଛଡ଼ା ମୋତେ 2 ଓଳି ରୋଷେଇ କରିବାକୁ ପଡ଼ୁଥିଲା ଏବଂ ଏଥି ସଙ୍ଗେ ସଙ୍ଗେ ସ୍କୁଲରେ ଓ ସ୍କୁଲ ସମୟ ପରେ ପିଲାମାନଙ୍କ ସଙ୍ଗରେ ବସି ପଢ଼ିବାକୁ ପଡ଼ୁଥିଲା। ସ୍କୁଲ ସମୟ ପରେ ଯେଉଁ ପିଲାମାନେ ହେଡ଼ ପଣ୍ଡିତଙ୍କ ପାଖରେ ପଢ଼ୁଥିଲେ, ସେମାନେ ତାଙ୍କୁ ମାସିକ 1 ଟଙ୍କା ଟ୍ୟୁସନ୍ ଫି ଦେଉଥିଲେ। ମୁଁ ତାଙ୍କୁ କିଛି ଦେଉନଥିଲେ ମଧ୍ୟ ସେ ମୋତେ ଟ୍ୟୁସନ୍ ପିଲାଙ୍କ ସଙ୍ଗରେ ପଢ଼ାଉଥିଲେ। ସ୍କୁଲରେ ଯେଉଁ ସମସାମୟିକ ପରୀକ୍ଷା ହେଉଥିଲା, ସେଥିରେ ମୁଁ ଖୁବ୍ ଭଲ ଫଳ ଦେଖାଇଥିବାରୁ ହେଡ଼ ପଣ୍ଡିତ ମହାଶୟ ମୋର ରନ୍ଧାବଢ଼ା କାର୍ଯ୍ୟ ପ୍ରତି ଦୃଷ୍ଟି ନ ଦେଇ ମୋର ପଢ଼ା ପ୍ରତି ବେଶୀ ଦୃଷ୍ଟି ଦେଉଥିଲେ। ଶିକ୍ଷକଙ୍କ ସଦିଚ୍ଛା ସତ୍ତ୍ୱେ ଅତିରିକ୍ତ ପରିଶ୍ରମ ହେତୁ 6 ମାସ ମଧ୍ୟରେ ମୋର ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ିଲା। ପଣ୍ଡିତ ମହାଶୟ ଏହା ଲକ୍ଷ୍ୟ କଲେ ଏବଂ ଗ୍ରାମର ସ୍ତ୍ରୀ ପୁରୁଷମାନେ ମଧ୍ୟ ଗୌର କିଶୋରଟି କ୍ରମଶଃ କଳା ପଡ଼ିଯାଉଥିବାର ଦେଖି ତାକୁ ରୋଷେଇ କାର୍ଯ୍ୟରୁ ଅବ୍ୟାହତ ଦେବା ପାଇଁ ପଣ୍ଡିତ ମହାଶୟଙ୍କୁ ଅନୁରୋଧ କଲେ। ଫଳରେ ଅଙ୍ଗାରୁଆ ଶାସନ ଚକ୍ରଧର ମିଶ୍ର ନାମକ ଜଣେ ବ୍ରାହ୍ମଣ ପାଚକ କାର୍ଯ୍ୟରେ ନିଯୁକ୍ତି ପାଇ ହେଡ଼ ପଣ୍ଡିତଙ୍କ ତଥା ବୋର୍ଡ଼ିଂର ସମସ୍ତ ପିଲା ପାଇଁ ରୋଷେଇ କଲେ। ମୋ ରୋଷେଇ କାର୍ଯ୍ୟରୁ ସମ୍ପୂର୍ଣ୍ଣ ରୂପେ ଅବ୍ୟାହତି ପାଇଁ ମେସ୍ରେ ଖାଇ ପଡ଼ିଲି। ମୋର ଖାଇବା ଖର୍ଚ୍ଚ ପିଲାମାନେ ବହନ କରିଥିଲେ କିମ୍ବା ହେଡ଼ ପଣ୍ଡିତ ବହନ କରୁଥିଲେ, ଏକଥା ମୁଁ ଏପର୍ଯ୍ୟନ୍ତ ଜାଣିନାହିଁ। କିନ୍ତୁ ବର୍ତ୍ତମାନ ମୋର ମନେ ହେଉଛି ଯେ ତାହା ହେଡ଼ ପଣ୍ଡିତ ବହନ କରୁଥିଲେ। ମୁଁ ରରୁଆଁ ସ୍କୁଲରେ ପଢ଼ା ଆରମ୍ଭ କଲାବେଳେ 5ମ ଶ୍ରେଣୀର ପଢ଼ା ଅଦ୍ୟାବଧି ହୋଇଯାଇଥିଲା।
ଅତଏବ ସ୍କୁଲରେ ପ୍ରାୟ 15 ମାସ ପଢ଼ିବା ପରେ ମୋତେ ଉଚ୍ଚ ପ୍ରାଥମିକ ସାର୍ଟିଫିକେଟ୍ ପରୀକ୍ଷା ଦେବାକୁ ପଡ଼ିଥିଲା। ପରୀକ୍ଷା ପୂର୍ବରୁ ମୋତେ ଜ୍ୱର ହୋଇଥିବାରୁ ମାସେ କାଳେ ଘର ପଡ଼ି ରହିଥିଲି। ପରୀକ୍ଷା ଦେବାରେ 15 ଦିନ ପୂର୍ବରୁ କେହି ଭଲ ହୋଇଯିବାରୁ ପରୀକ୍ଷା ଦେବାକୁ ସକ୍ଷମ ହେଲି। ସେତେବେଳେ ରୋରୁଆ ଉଚ୍ଚ ପ୍ରାଥମିକ ସ୍କୁଲ ଥିଲା ସମଗ୍ର କରଞ୍ଜିଆ ସବଡିଭିଜନର ଏକମାତ୍ର ଉଚ୍ଚ ପ୍ରାଥମିକ ସ୍କୁଲ ଏବଂ ଏହି ସ୍କୁଲର ପରୀକ୍ଷାର୍ଥୀମାନଙ୍କୁ ବାରିପଦା କେନ୍ଦ୍ରରେ ପରୀକ୍ଷା ଦେବାକୁ ପଡ଼ୁଥିଲା। ଆମ ଗାଁକୁ କରଞ୍ଜିଆ ଦେଇ ସଡ଼କ ରାସ୍ତାରେ ଗଲେ ବାରିପଦାରେ ପହଞ୍ଚିବାକୁ 92 ମାଇଲ ଅତିକ୍ରମ କରିବାକୁ ପଡ଼ୁଥିଲା। ମାତ୍ର ଆମ ଗାଁରୁ ଯଶୀପୁର ଦେଇ ବାରିପଦା ଗଲେ ଏହି ଦୂରତ୍ୱକୁ ପ୍ରାୟ 15 ମାଇଲ କମିଯାଉଥିଲା। ଏହି ଦୀର୍ଘ ଦୂରତ୍ୱର ଶେଷ 22 ମାଇଲ କିମ୍ବା ବାଙ୍ଗିରିପୋଷିରୁ ବାରିପଦା ପର୍ଯ୍ୟନ୍ତ ଛୋଟ ରେଳଗାଡ଼ିଟିଏ ଥିଲା। ମାତ୍ର ଅବଶିଷ୍ଟ ରାସ୍ତାକୁ ପାଦରେ ଚାଲିବା ଛଡ଼ା ଅନ୍ୟ ଉପାୟ ନଥିଲା। ଯେଉଁମାନେ ଧନୀ ପିଲା ସେମାନେ ବାଦାମ ପାହାଡ଼ରୁ ରେଳଗାଡ଼ି ଧରି ଟାଟାନଗର, ଖଡ଼ଗପୁର ଓ ରୁପ୍ସା ଦେଇ ବାରିପଦାରେ ପହଞ୍ଚୁଥିଲେ। ମୋର ଦେହ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲା। ତଥାପି ସମସ୍ତେ ମୋତେ ପାଦରେ ଚାଲି ବାରିପଦା ଯିବାକୁ ପଡ଼ିଲା। ଭାଇମାନେ ଗୋଟିଏ ବାଛୁରୀ ବିକି ମୋତେ 5ଟି ଟଙ୍କା ଦେଲେ। ଏହି ଟଙ୍କାରୁ ଚାଉଳ, ଡାଲି, ଚୂଡ଼ା ଇତ୍ୟାଦି କିଣା ହେଲା ଓ ଚାଉଳ ଡାଲି ସହିତ ଭାତ ରାନ୍ଧିବା ପାଇଁ, ପିତ୍ତଳ ଖାଇବା ପିଇବା ପାଇଁ ଥାଳି, ଲୋଟା, ପିନ୍ଧା ଲୁଗା, ବହି ଇତ୍ୟାଦିକୁ ମିଶାଇ ଗୋଟିଏ ବଡ଼ ବୋକଚା କରିଦିଆଗଲା। ମୋର ଜାମା ନଥିଲା। ଯେଉଁ କାଳରୁ ଭାଇମାନଙ୍କ ଖଣ୍ଡେ ପୁରୁଣା ପଞ୍ଜାବୀ ପଡ଼ିଥିଲା ତାକୁ ସଫା କରି ବୋକଚା ଭିତରେ ରଖାଗଲା। ତାପରେ ଏହି ବୋକଚାରୁ ବୋହି ରରୁଆରୁ ଅନ୍ୟ ପିଲାମାନେ ଓ ସେମାନଙ୍କ ଅଭିଭାବକମାନଙ୍କ ସହ ମିଶି ପରୀକ୍ଷା ଦେବା ପାଇଁ ବାରିପଦା ଆଡ଼କୁ ଯାତ୍ରା କଲି। ସେତେବେଳେ ମାର୍ଗଶିର ମାସ, ଖରା ନଥିଲା, କିନ୍ତୁ ଶୀତ ଆରମ୍ଭ ହୋଇଯାଇଥିଲା। ଏଥିସାଙ୍ଗକୁ ଅଦିନିଆ ସସ୍ତାଏ ବର୍ଷା ବର୍ଷିଯାଇ ଶୀତ ବୃଦ୍ଧି କରାଇଥିଲା। ନଦୀ ନାଳ ଦେଖି ଏଠାରେ ଭାତ ରାନ୍ଧି ଖାଇବା ଏବଂ ଗାଁ ପାଖରେ କିମ୍ବା ଡାକ ବଙ୍ଗଳା ପିଣ୍ଡାରେ ରାତିରେ ଶୋଇବା ଛଡ଼ା ବାକି ସମୟ ଚାଲିବାରେ ଯାଉଥିଲା। ଯେଉଁ ଦୀର୍ଘ ରାଜରାସ୍ତା ନିଘଞ୍ଚ ଅରଣ୍ୟନି ମଧ୍ୟରେ ସର୍ପିଳ ଗତିରେ କରଞ୍ଜିଆକୁ ବାରିପଦାକୁ ଯାଇଛି, ସେହି ରାସ୍ତାରେ ଆମ ଯାତ୍ରା ଦଳଟି ଅବିରତ ଗତିରେ ଚାଲିଥିଲା। ସବୁ ପରୀକ୍ଷାର୍ଥୀ ପିଲାଙ୍କ ସଙ୍ଗରେ ଅଭିଭାବକ ଓ ଭାରିଆମାନେ ଥିଲେ। ମାତ୍ର ମୋ ସାଙ୍ଗରେ କେହି ନଥିବାରୁ ମୋ ବୋକଚାଟି ମୋତେ ହିଁ ବୋହିବାକୁ ପଡ଼ିଥିଲା। ପ୍ରାୟ 20 ମାଇଲ ଯିବା ପରେ ବୋକଚାର ଭାରରେ ଓ ପ୍ରଥମରେ ମୋର ସର୍ବାଙ୍ଗରେ ବଥା ହେଲା। ମୋର ଏହି ଦୁଃଖ ଦେଖି ମୋର ଜଣେ ସହପାଠୀ ବଡ଼ଭାଇ ପଦ୍ମନାଭ ସିଂ ମୋ ବୋକଚାରୁ ସମସ୍ତ ଭାରୀ ଜିନିଷ କାଢ଼ି ନେଇ ବୋକଚାଟିକୁ ହାଲୁକା କରିଦେଲେ। ତାପରେ ମୁଁ ସମସ୍ତଙ୍କ ସଙ୍ଗରେ ଗତି କରି ଚାଲିଲି। ରାଜରାସ୍ତାର ଉଭୟ ପାର୍ଶ୍ୱରେ ନିଘଞ୍ଚ ଅରଣ୍ୟାନୀ ରୂପରେ ବାଙ୍କିରିପୋଷି, ଗିରିପଥର, ଭୀମକାନ୍ତ ବେଶ, ରୁପ୍ସା ଜଳବଟ ଲଲାଟ, ରେଳ ଲାଇନ, ଧୁମତାରା ଗାଡ଼ି ଇଞ୍ଜିନ, ବାରିପଦାର ସୌଦାବଳୀ, ଗୁଜରୀ ବଜାର ଇତ୍ୟାଦି ସ୍ୱପ୍ନ ରାଜ୍ୟ ସୃଷ୍ଟି କରି ମୋର ମନରେ ନୂତନ ଦିଗନ୍ତ ସୃଷ୍ଟି କରିଥିଲା। ବାରିପଦାରେ ପ୍ରାୟ 8 ଦିନ ରହି ପରୀକ୍ଷା ଦେଇ ଶେଷ ଦିନରେ ବକ୍ତୃତା ଓ ଗ୍ରାମୋଫୋନ ସଙ୍ଗୀତ ଶୁଣି ସମସ୍ତେ ଘରକୁ ଫେରିବାର ଯାତ୍ରା ଆରମ୍ଭ କଲୁ। ବାରିପଦାରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ତୃତୀୟ ଶ୍ରେଣୀ 7.5 ଅଣା ଥିଲା। ମାତ୍ର ସେତିକି ଦେବା ପାଇଁ ଆମ ଦଳର କେହି ରାଜି ହେଲେ ନାହିଁ। ଫଳରେ ସମସ୍ତେ ବାରିପଦାଠାରୁ ପଦଯାତ୍ରା ଆରମ୍ଭ କରି 4 ଦିନରେ ଦୀର୍ଘ ପଥ ଅତିକ୍ରମ କରିବା ପରେ ସ୍ୱ ଗ୍ରାମରେ ପହଞ୍ଚିଥିଲୁ। ଆଜିକାଲି ଯଦି ବାହାରିବାକୁ ଏହିପରି ଭାବରେ ଉଚ୍ଚ ପ୍ରାଥମିକ ପରୀକ୍ଷା ଦେବାକୁ ପଡ଼େ, ତେବେ ସେ ହୁଏତ ଭାବିବେ ଯେ ଏହା ଏକ କାଞ୍ଚି ବିଜୟ। ପରୀକ୍ଷାର ଫଳ ବାହାରିଲା ପରେ ଖବର ପାଇଲି ଯେ ମୁଁ ମାସିକ 5 ଟଙ୍କା ହାରରେ 2 ବର୍ଷ ବୃତ୍ତି ପାଇଛି। ମୋର ଆନନ୍ଦର ସୀମା ରହିଲା ନାହିଁ। ସଜବାଜ ହୋଇ କରଞ୍ଜିଆ ମଧ୍ୟ ଇଂରାଜୀ ସ୍କୁଲକୁ ଯାଇ ବୋର୍ଡ଼ିଂରେ ରହିଲି। ମାତ୍ର ହେଡ଼ମାଷ୍ଟର ଶ୍ରୀ ଈଶ୍ୱରଚନ୍ଦ୍ର ମହାନ୍ତି ମୋତେ ମଧ୍ୟ ଇଂରାଜୀ କ୍ଲାସରେ ଗ୍ରହଣ କରିବାକୁ ରାଜି ହେଲେ ନାହିଁ। ରୋରୁଆ ଉଚ୍ଚ ପ୍ରାଥମିକ ସ୍କୁଲରେ ଇଂରାଜୀ ଶିକ୍ଷା ଦେବାର ବ୍ୟବସ୍ଥା ନଥିଲା। ତଥାପି ଆମ ହେଡ଼ ପଣ୍ଡିତ ଆମ୍ଭମାନଙ୍କୁ କିଛି କିଛି ଇଂରାଜୀ ପଢ଼ାଇଥିଲେ। ହେଡ଼ମାଷ୍ଟର ମହୋଦୟ ଏହାକୁ ବିଧିବଦ୍ଧ ଇଂରାଜୀ ଜ୍ଞାନ ବୋଲି ସ୍ୱୀକାର ନ କରି ମୋତେ ପଚାରିଲେ, ମୋର 2ଟି ହାତ ଅଛି, ଏହା ଇଂରାଜୀରେ କ'ଣ ହେବ କୁହ? ମୁଁ ତତ୍କ୍ଷଣ କହିଲି, ମାଇ ହ୍ୟାଜ୍ 2 ହ୍ୟାଣ୍ଡ। ଏଥିରେ ସେ ରାଗିଯାଇ ମୋତେ ବର୍ଷେ ଉଚ୍ଚ ପ୍ରାଥମିକ କ୍ଲାସରେ କେବଳ ଇଂରାଜୀ ପଢ଼ିବା ପାଇଁ ଆଦେଶ ଦେଲେ। ମୁଁ ବୃତ୍ତିଟି କେବଳ 2 ବର୍ଷ ପାଇଁ ପାଇଥିଲି। ଏଣୁ ଏ ଆଦେଶ ପାଇ ମୋର ମାଇନର ପାସ୍ କରିବାର ଆଶା ପାଣି ଫାଟିଗଲା।
ମୁଁ କରଞ୍ଜିଆ ସ୍କୁଲକୁ ଆସି ପୂର୍ବରୁ ମୋ ସାଙ୍ଗରେ ଉଚ୍ଚ ପ୍ରାଥମିକ ପାସ୍ କରିଥିବା ଆଉ ଜଣେ ପିଲାକୁ ମାଇନର କ୍ଲାସରେ ଗ୍ରହଣ କରାଯାଇଥିଲା। ସେକେଣ୍ଡ ମାଷ୍ଟର ଶ୍ରୀ ପଦ୍ମଲୋଚନ ମହାପାତ୍ର ଏହି ନଜିର ଦେଖାଇ ମୋତେ ମଧ୍ୟ ଇଂରାଜୀ କ୍ଲାସରେ ଗ୍ରହଣ କରିବାକୁ ହେଡ଼ମାଷ୍ଟରଙ୍କୁ ଅନୁରୋଧ କଲେ। ହେଡ଼ମାଷ୍ଟର ତାଙ୍କ ଯୁକ୍ତିକୁ ଖଣ୍ଡନ କରିନପାରି ମୋତେ ମଧ୍ୟ ମାଇନର କ୍ଲାସରେ ଭର୍ତ୍ତି କଲେ। ଫଳରେ ମୁଁ ଏହିଠାରୁ ନିରବଚ୍ଛିନ୍ନ ଉଚ୍ଚଶିକ୍ଷା ପାଇବାର ସୁବିଧା ପାଇଲି। ହେଡ଼ମାଷ୍ଟର ମହୋଦୟ ମୋ ପ୍ରତି ପକ୍ଷପାତିତା କରିନଥିଲେ। ମୋର ଇଂରାଜୀ ଜ୍ଞାନ ପ୍ରକୃତରେ ଅତ୍ୟନ୍ତ ଭଲ ଥିବାରୁ ସେ ମୋତେ ଉଚ୍ଚ ଶ୍ରେଣୀରେ ଗ୍ରହଣ କରିବାକୁ ଅନୁଚିତ ହୋଇଥିଲେ। ମୁଁ ତାଙ୍କ ସ୍କୁଲରେ ପ୍ରଥମ ପରୀକ୍ଷା ଇଂରାଜୀରେ ଭଲ ନମ୍ବର ରଖିବାରୁ ସେ ଅତ୍ୟନ୍ତ ଆନନ୍ଦିତ ହୋଇ ହେଡ୍ ପଣ୍ଡିତ ଶ୍ରୀ ଉଦୟନାଥ ନନ୍ଦଙ୍କୁ ଡାକି କହିଲେ, ପଣ୍ଡିତ ମହାଶୟ, ଦେଖିଲଣି ଏ କୃଷ୍ଣ ପାଣିଗ୍ରାହୀଟା ଖୁବ୍ ଭଲ ପଢ଼ିବ ହୋ। ମାଇନର କ୍ଲାସରେ ପଢ଼ିବା ପରଠାରୁ ମୋତେ ଆଉ ଦାରିଦ୍ର୍ୟ ସହିତ ବେଶୀ ସଂଗ୍ରାମ କରିବାକୁ ପଡ଼ିନଥିଲା। ମୁଁ ଯେଉଁ 5 ଟଙ୍କା ବୃତ୍ତି ପାଉଥିଲି ସେଥିରେ ମୋର ସମସ୍ତ ପଢ଼ା ଖର୍ଚ୍ଚ ଚଳିଯାଇ କିଛି ବଳି ପଡ଼ୁଥିଲା। ମେସ୍ର ଦେୟ ଥିଲା 18 ସେର ଚାଉଳ ଓ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ବାବଦକୁ 2 ଟଙ୍କା। ଟଙ୍କାଟିଏ ଦେଲେ 18 ସେର ଚାଉଳ ମିଳିଯାଉଥିଲା। ଏଣୁ ମୁଁ ଅଭାବଗ୍ରସ୍ତ ଛାତ୍ର ନଥିଲି। ମାଇନରରୁ ପରୀକ୍ଷାରେ 7 ଟଙ୍କା, ମେଟ୍ରିକୁଲେସନରେ 20 ଟଙ୍କା ଏବଂ ଆଇଏରେ 25 ଟଙ୍କା ବୃତ୍ତି ପାଇଲି। ଏଣୁ ବୃତ୍ତିମାନଙ୍କ ସାହାଯ୍ୟରେ ହିଁ ପଢ଼ିବା ପାଇଁ ମୋତେ ସମ୍ପୂର୍ଣ୍ଣ ସୁବିଧା ମିଳିଗଲା। ମାଟ୍ରିକୁଲେସନ, ଆଇଏ, ବିଏ ପରୀକ୍ଷା ପାଇଁ ମୋତେ ଯେଉଁ ଫିସ୍ ଦେବାକୁ ପଡ଼ିଥିଲା ସେ ସବୁ ମୋତେ ମୟୂରଭଞ୍ଜର ତତ୍କାଳୀନ ମହାରାଜ ପ୍ରତାପଚନ୍ଦ୍ର ଭଞ୍ଜଦେଓ ଦେଇଥିଲେ। ଏଣୁ ମୁଁ ବିଏ ପାସ୍ କରିବା ପର୍ଯ୍ୟନ୍ତ ନିର୍ବିଘ୍ନରେ ପଢ଼ିବାର ସୁବିଧା ପାଇଥିଲି। ଏ ସମୟର ଛାତ୍ରମାନଙ୍କ ଜୀବନ ଅତ୍ୟନ୍ତ ସରଳ ଓ ନିରାଡ଼ମ୍ବର ଥିଲା। ଏଣୁ ଛାତ୍ର ଜୀବନରେ ଅଧିକ ଖର୍ଚ୍ଚ କରିବାର କୌଣସି ସମ୍ଭାବନା ଓ ସୁବିଧା ମଧ୍ୟ ନଥିଲା। ମାଇନର ପାସ୍ କରିବା ପର୍ଯ୍ୟନ୍ତ ମୋର କୌଣସି ସମସାମୟିକ ଛାତ୍ର ଜୋତା ବ୍ୟବହାର କରିବାର ମୁଁ ଦେଖିନାହିଁ। ଛାତ୍ରମାନଙ୍କ ମଧ୍ୟରୁ କେହି ଖଣ୍ଡିଏ ଖଣ୍ଡିଏ ଚାଦର, କେହି ଖଣ୍ଡିଏ ଜାମା ପିନ୍ଧି କ୍ଲାସରେ ବସୁଥିଲେ। କିନ୍ତୁ କ୍ଲାସ ପରେ ସମସ୍ତେ ଖାଲି ଦେହରେ ରହୁଥିଲେ। କେହି ମୁଣ୍ଡରେ ବେଶୀ ବାଳ ରଖୁନଥିଲେ କିମ୍ବା ଟେରି କାଟୁ ନଥିଲେ। ଯେ ଏହି ସାଧାରଣ ନିୟମର ବ୍ୟତିକ୍ରମ କରୁଥିଲା ସେ ବ୍ୟଙ୍ଗ ବିଦ୍ରୂପର କ୍ଷୁଣ୍ଣ ହେଉଥିଲା ଓ ଶିକ୍ଷକମାନଙ୍କ ଦ୍ୱାରା ଭର୍ତ୍ସିତ ହେଉଥିଲା। ସ୍କୁଲ ବୋର୍ଡ଼ିଂରେ ଜାତିଭେଦ ଯୋଗୁଁ ବହୁ ପରିମାଣରେ କୋଳାହଳ ହୋଇଯାଇଥିଲା। ଏଠାରେ ଆଦିବାସୀ ଓ ହରିଜନ ସମେତ ସମସ୍ତ ଜାତିର ପିଲାମାନେ ଏକତ୍ର ବାସ କରୁଥିଲେ ଏବଂ ଏକ ଧାଡ଼ିରେ ବସି ଭୋଜନ କରୁଥିଲେ। କେବଳ ବ୍ରାହ୍ମଣ ପିଲାମାନେ ଖାଇବା ବେଳେ ସ୍ୱତନ୍ତ୍ର ଧାଡ଼ିରେ ବସୁଥିଲେ। ବାରିପଦା ହାଇସ୍କୁଲର ଫ୍ରିଜର ହଷ୍ଟେଲରେ ରହିବା ବେଳେ ଜାତିଭେଦ ଆହୁରି ବେଶୀ କୋହଳ ହୋଇଯାଇଥିଲା। ଏଠାରେ ବ୍ରାହ୍ମଣ ସମେତ ସମସ୍ତେ ଜାତିର ପିଲାମାନେ ଏକତ୍ର ବସି ଭୋଜନ କରୁଥିଲେ। ପାଚକମାନଙ୍କ ଅନୁପସ୍ଥିତିରେ ଯେକୌଣସି ଜାତିର ପିଲା, ଏପରିକି ଆଦିବାସୀ କିମ୍ବା ହରିଜନ ପିଲା ମଧ୍ୟ ଭାତ ତରକାରୀ ରାନ୍ଧିଲେ ସମସ୍ତ ଜାତିର ପିଲାମାନେ ବିନା ଆପତ୍ତିରେ ଭୋଜନ କରୁଥିଲେ। ବାରିପଦା ହାଇସ୍କୁଲକୁ ଆସିବା ପରେ ମୋର ଜାତିଭେଦର ଧାରଣା ସମ୍ପୂର୍ଣ୍ଣ ବଦଳି ଯାଇଥିଲା ଏବଂ ଜାତିଭେଦରୁ ମୁକ୍ତି ପାଇବା ପାଇଁ ମୁଁ ଅନ୍ତତଃ ମୁକ୍ତ ଓ ଆନନ୍ଦିତ ହେଉଥିଲି। ଛାତ୍ରାବାସରେ ଆମ୍ଭମାନଙ୍କ ଜୀବନ ଅତ୍ୟନ୍ତ ଶୃଙ୍ଖଳିତ ଥିଲା। ପରମ୍ପରା ଅନୁସାରେ ଉଚ୍ଚ ଶ୍ରେଣୀର ଛାତ୍ରମାନଙ୍କୁ ନିମ୍ନ ଶ୍ରେଣୀର ଛାତ୍ରମାନେ ଆପଣ ସମ୍ବୋଧନ କରୁଥିଲେ ଓ ସେମାନଙ୍କଠାରୁ ତୁମେ ସମ୍ବୋଧନ ପାଉଥିଲେ। ଛାତ୍ରାବାସର ଶୃଙ୍ଖଳା ଏତେ ସୁଦୃଢ଼ ଥିଲା ଯେ ଉଚ୍ଚ ଶ୍ରେଣୀର ପିଲାମାନଙ୍କ ସମ୍ମୁଖରେ କେହି ହସିବା କିମ୍ବା ଉଚ୍ଚ କଣ୍ଠରେ କଥା କହିବାର ମଧ୍ୟ ସାହସ କରୁନଥିଲେ। ବସ୍ତୁତଃ ନିମ୍ନ ଶ୍ରେଣୀର ପିଲାମାନେ ଶିକ୍ଷକମାନଙ୍କୁ ଯେପରି ସମ୍ମାନ ଦେଖାଉଥିଲେ ଓ ଯେପରି ଭୟ କରୁଥିଲେ, ଉଚ୍ଚ ଶ୍ରେଣୀ ପିଲାମାନଙ୍କୁ ମଧ୍ୟ ଠିକ୍ ସେହିପରି ସମ୍ମାନ ଥିଲେ, ସେହିପରି ଭୟ ମଧ୍ୟ କରୁଥିଲେ। ନିଜ ସମ୍ମାନ ବଜାୟ ରଖିବା ପାଇଁ ଉଚ୍ଚ ଶ୍ରେଣୀର ପିଲାମାନେ ନିମ୍ନ ଶ୍ରେଣୀର ପିଲାମାନଙ୍କ ସମ୍ମୁଖରେ କୌଣସି ଅସଙ୍ଗତ କଥା କହୁନଥିଲେ କିମ୍ବା କୌଣସି ଅସଙ୍ଗତ କାର୍ଯ୍ୟ କରୁନଥିଲେ। ଫଳରେ ଛାତ୍ରାବାସର ବାତାବରଣ ଅଧ୍ୟୟନ ପାଇଁ ଅତ୍ୟନ୍ତ ଅନୁକୂଳ ଥିଲା। ଗୋଟିଏ ଛୋଟ କୋଠରୀରେ 8 ଜଣ ଲେଖାଏଁ ଛାତ୍ରାବାସ କରୁଥିଲେ। ପଢ଼ା ସମୟରେ ଏଠାରେ କୌଣସି ପ୍ରକାର ଗୋଳମାଳ ହେଉନଥିଲା। 1931 ମସିହାରୁ କଟକ ରେଭେନ୍ସା କଲେଜରେ ଅଧ୍ୟୟନ କରିଥିଲା ବେଳେ ମୁଁ ଦେଖିଲି ଯେ ଛାତ୍ରମାନଙ୍କ ମଧ୍ୟରେ ଜାତି ଧର୍ମର ବିଭେଦ କିଛି ନାହିଁ। ସମସ୍ତ ଜାତିର ପିଲା ଏକତ୍ର ବାସ କରି ଏକତ୍ର ଭୋଜନ କରୁଥିଲେ। ତା ଛଡ଼ା ହିନ୍ଦୁ ଛାତ୍ରମାନେ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କଠାରୁ ମଧ୍ୟ ନିର୍ବିକାରରେ ସମସ୍ତ ପ୍ରକାରର ଖାଦ୍ୟ ଖାଉଥିଲେ। ମୋ ମନରେ ଜାତି ଧର୍ମର ଯେଉଁ ବାଛବିଚାର ଥିଲା ତାହା ଏହିଠାରେ ସମାଧି ଲାଭ କରିଥିଲା।
ରେଭେନ୍ସା କଲେଜର ସୁବୃହତ ଉତ୍ତୁଙ୍ଗ ଅଟ୍ଟାଳିକା ଏବଂ ଅଧ୍ୟାପକମାନଙ୍କ ସ୍ୱଚ୍ଛଳ ଛାତ୍ରମାନଙ୍କ ଅଭିରୁଚିପୂର୍ଣ୍ଣ ବେଶଭୂଷା ଏଠାରେ ଆଭିଜାତ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରୁଥିଲା। ମାତ୍ର ମୁଁ ସ୍ୱଚ୍ଛଳ ଶ୍ରେଣୀର ଛାତ୍ର ନଥିଲି। ଯେଉଁ 20 ଟଙ୍କା ବୃତ୍ତି ପାଉଥିଲି ତାହାକୁ ହିଁ ସମ୍ବଳ କରି ମୋତେ ଚଳିବାକୁ ପଡ଼ୁଥିଲା। ଏଣୁ ବାରିପଦାରୁ ଆସି କଟକ ପହଞ୍ଚିବା ବେଳେ ଛାତ୍ର ଜୀବନର ଯେଉଁ ମହାପରିବର୍ତ୍ତନ ଘଟିଲା ସେଥିରେ ମୁଁ ବେଶୀ ପ୍ରଭାବିତ ହୋଇନଥିଲି। ଅର୍ଥର ସ୍ୱଳ୍ପତା ହେତୁ ହଷ୍ଟେଲରେ ନ ରହି କୌଣସି ମେସ୍ରେ ରହିବା ପାଇଁ ମୁଁ ସ୍ଥିର କରିଥିଲି। ମାତ୍ର ପୂର୍ବ ଛାତ୍ରାବାସର ତତ୍କାଳୀନ ସୁପରିଟେଣ୍ଡେଣ୍ଟ ଅଧ୍ୟାପକ ଗୁରୁଚରଣ ମହାନ୍ତି ଓ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଅଧ୍ୟାପକ ହରିବନ୍ଧୁ ମହାନ୍ତି ମୋତେ ନାନା ଭାବରେ ପ୍ରବର୍ତ୍ତାଇ ପୂର୍ବ ଛାତ୍ରାବାସରେ ରଖାଇଲେ। ସେତେବେଳେ ଛାତ୍ର ଅଭାବରୁ ଛାତ୍ରାବାସର ଅନେକ ସ୍ଥାନ ଖାଲି ପଡ଼ୁଥିଲା। ଏଣୁ ଭଲ ଛାତ୍ରମାନଙ୍କୁ ପ୍ରବର୍ତ୍ତାଇ ଛାତ୍ରାବାସରେ ସ୍ଥାନ ଦେବା ପାଇଁ କର୍ମକର୍ତ୍ତାମାନଙ୍କ କର୍ତ୍ତବ୍ୟ ଥିଲା। ମୁଁ ଏହି ଅଧ୍ୟାପକ ଦ୍ୱୟଙ୍କଠାରେ ଋଣୀ ହୋଇ ରହିଛି, କାରଣ ସେମାନେ ପ୍ରବର୍ତ୍ତନାରେ ଦ୍ୱାରା ହିଁ ମୁଁ ଛାତ୍ରାବାସରେ ରହି ଶୃଙ୍ଖଳିତ ଜୀବନଯାପନ କରିବାର ସୁବିଧା ପାଇଥିଲି। ଛାତ୍ର ଜୀବନର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ମୁଁ ଓଡ଼ିଆ ସାହିତ୍ୟ, ସଂସ୍କୃତ ଓ ଇତିହାସକୁ ଅନ୍ତରର ସହିତ ଆଦର କରି ଆସିଛି। ଅନ୍ୟ ବିଷୟମାନଙ୍କ ପ୍ରତି ମୋର ଅବଜ୍ଞା ବା ଅନାଦର ନାହିଁ, କିନ୍ତୁ ଏହି କେତୋଟି ବିଷୟ ମୋର ଅତ୍ୟନ୍ତ ପ୍ରିୟ। ଏଣୁ ମାଟ୍ରିକୁଲେସନ୍ ଠାରୁ MA ପର୍ଯ୍ୟନ୍ତ ଏହି 3ଟି ବିଷୟରେ ମୋର ବିଶେଷ ଜ୍ଞାନ ଲାଭ କରିବା ପାଇଁ ଏଗୁଡ଼ିକୁ ହିଁ ବାଛି ନେଇଥିଲି। ମାଟ୍ରିକୁଲେସନ୍ ମୋର ଏଡିସନାଲ୍ ବା ଅପସନାଲ୍ ବିଷୟ ଥିଲା ସଂସ୍କୃତ। IAରେ ସଂସ୍କୃତ, ଇତିହାସ ଓ ଲଜିକ୍ରେ ବାଛି ନେଇଥିଲି ଏବଂ BAରେ ମୋର ନିର୍ବାଚିତ ବିଷୟ ଥିଲା ସଂସ୍କୃତ ଓ ଇତିହାସ। ଏଥିପାଇଁ ମୋର ସହପାଠୀମାନେ ମୋତେ ମୋର ନିର୍ବାଚିତ ବିଷୟମାନଙ୍କୁ ତାତ୍ସଲ୍ୟ କରୁଥିଲେ, କିନ୍ତୁ ମୁଁ ଏ ବିଷୟଗୁଡ଼ିକ ପ୍ରତି ସର୍ବ ସମୟରେ ସର୍ବାନ୍ତଃକରଣର ନିଷ୍ଠା ପ୍ରଦର୍ଶନ କରି ନିଜେ ସୁଖୀ ଥିଲି। ସେତେବେଳେ ରେଭେନ୍ସିଆନ୍ ଛଡ଼ା କଲେଜ ଛାତ୍ରାବାସମାନଙ୍କୁ ଅନ୍ୟ କୌଣସି ପତ୍ରିକା ପ୍ରକାଶିତ ହେଉନଥିଲା। ମାତ୍ର ପୂର୍ବ ଛାତ୍ରାବାସରେ ପ୍ରାଚୀତାରା ନମିତି ନାମକ ଗୋଟିଏ ସାହିତ୍ୟ ସମିତି ଥିଲା ଏବଂ ଜାଗରଣ ନାମକ ଗୋଟିଏ ହାତଲେଖା ପତ୍ରିକା ବାହାରୁଥିଲା। ମୁଁ ଉଭୟ ସହିତ ସହଯୋଗ କରୁଥିଲି। ସମସ୍ତ ତରୁଣ ଯେପରି କବିତା ପ୍ରତି ଆକୃଷ୍ଟ ହୋଇ ପ୍ରଥମେ କବିତା ଲେଖନ୍ତି, ମୁଁ ମଧ୍ୟ ସେହିପରି ପ୍ରଥମେ କବିତା ଲେଖୁଥିଲି। ମାତ୍ର ପରେ ପ୍ରବନ୍ଧ ଓ ଗବେଷଣା ପ୍ରତି ମନୋନିବେଶ କଲି। କଲେଜର ଖେଳକସରତ ପ୍ରତି ମୋର ଆଦର ଥିଲା, ମାତ୍ର ମୁଁ ସେଥିରେ ପୂର୍ଣ୍ଣ ଭାବରେ ଯୋଗ ଦେଉନଥିଲି। ଛାତ୍ରାବାସରେ ଖାଦ୍ୟପେୟର ବ୍ୟବସ୍ଥା ଅତ୍ୟନ୍ତ ଉତ୍ତମ ଥିଲା। ମେସ୍ ଖର୍ଚ୍ଚ ମାସିକ 10 ଟଙ୍କା ବା 12 ଟଙ୍କା ଦେବା ପରେ ଆମ୍ଭମାନଙ୍କୁ ପ୍ରତିଦିନ 2 ଓଳି ଭାତ, ଡାଲି, ତରକାରୀ, ସନ୍ତୁଳା, ଭଜା, ଖଟା ଓ ମାଛ ଖାଇବାକୁ ମିଳୁଥିଲା। ତା ଛଡ଼ା ପ୍ରତି ଶନିବାରରେ ଥରେ ମାଂସ ସହିତ ଭୋଜି ଓ ପ୍ରତି ମାସରେ ଥରେ ମାଂସ ପଲାଉ ଇତ୍ୟାଦି ସହିତ ଗୋଟିଏ ବଡ଼ ଧରଣର ଭୋଜି ଖାଇବାକୁ ମିଳୁଥିଲା। ଉଭୟ ଛାତ୍ରାବାସରେ ଗୋଟିଏ ଗୋଟିଏ ମିଷ୍ଟାନ୍ନ ଭଣ୍ଡାର ଥିଲା ଓ ଛାତ୍ରାବାସର ଚାକରମାନେ ସେଗୁଡ଼ିକରୁ ପୁରୀ, ରସଗୋଲା ଇତ୍ୟାଦି ବରାଦ ଅନୁସାରେ ଘେନି ଆସି ପିଲାମାନଙ୍କ ଟେବୁଲରେ ଥୋଇ ଦେଉଥିଲେ। ଗୋଟିଏ ବଡ଼ ପୁରୀର ଦାମ 1 ପଇସା ଓ ଗୋଟିଏ ବଡ଼ ରସଗୋଲାର ଦାମ ଥିଲା 3 ପଇସା ବା 4 ପଇସା। ଟଙ୍କାରେ କଟିକି ସେରର 10 ବା 12 ସେର ସରୁ ଚାଉଳ ମିଳୁଥିଲା। ମାଛ ଦର ଥିଲା ସେର ପ୍ରତି 4 ଅଣାରୁ 8 ଅଣା ଓ ପରିବା ଦର ଥିଲା 2 ଅଣାରୁ 8 ଅଣା। ଆମ୍ଭେମାନେ ମାତ୍ର 10-12 ଟଙ୍କା ଦେଇ ଯେଉଁ ଖାଦ୍ୟ ଖାଉଥିଲୁ, ତାହା ଆଜି ରାଜକୀୟ ଖାଦ୍ୟ ବୋଲି ବିବେଚିତ ହେବ। ରେଭେନ୍ସା କଲେଜରେ ମୋର ଛାତ୍ର ଜୀବନ 4 ବର୍ଷ ମଧ୍ୟରେ ଶେଷ ହେଲା। 1935 ମସିହାରେ ଇତିହାସରେ ଅନର୍ସ ସହିତ BA ପାସ୍ କରିବା ପରେ ଜୀବନ ସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା। ଏହି ସମୟରେ ଓଡ଼ିଶାରେ ଉଚ୍ଚ ଶିକ୍ଷା ସମ୍ପନ୍ନ ବ୍ୟକ୍ତିମାନଙ୍କ ସଂଖ୍ୟା ଅଳ୍ପ ଥିଲେ ହେଁ ଏମାନେ ସହଜରେ ଚାକିରି ପାଉନଥିଲେ। ଚାକିରି ସଂଖ୍ୟା ଅତ୍ୟନ୍ତ ଅଳ୍ପ ଥିଲା ଏବଂ ଚାକିରି ପାଇବା ବହୁ ଭାଗ୍ୟର କଥା ଥିଲା। ଯେଉଁ ଛାତ୍ରମାନେ କୃତିତ୍ୱ ସହିତ MA ବା MSc ପାସ୍ କରୁଥିଲେ, ସେମାନେ କଲେଜ ଲେକ୍ଚର ଚାକିରି କିମ୍ବା ସବ୍ ଡେପୁଟି ବା ଡେପୁଟି ମାଜିଷ୍ଟ୍ରେଟ ଚାକିରି ପାଇବାର ଆଶା କରୁଥିଲେ। ମାତ୍ର ଏପରି ଚାକିରି ସଂଖ୍ୟା ସ୍ୱଳ୍ପ ଥିଲା। ରେଭେନ୍ସା କଲେଜ ଓଡ଼ିଶାର ଏକମାତ୍ର କଲେଜ ଥିଲା ଏବଂ ଏଥିରେ ଗୋଟିଏ ଲେକ୍ଚରର ପୋଷ୍ଟ ଖାଲି ହେବା ବହୁ ବଡ଼ କଥା ଥିଲା। ବ୍ରିଟିଶ ସରକାର ଡେପୁଟି ବା ସବ୍ ଡେପୁଟି ଚାକିରି ଦେବାବେଳେ ବହୁ ପ୍ରକାର କଟକଣା କରୁଥିଲେ।
ଏହି ସମୟରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯେଉଁ ସ୍ୱଦେଶୀ ଆନ୍ଦୋଳନ ଚାଲିଥିଲା ସେଥିରେ ଯେଉଁମାନେ କୌଣସି ପ୍ରକାରର ସମ୍ପୃକ୍ତ ହେଉଥିଲେ ସେମାନେ ସରକାରୀ ଚାକିରିରୁ ବଞ୍ଚିତ ହେଉଥିଲେ। ଗଡ଼ଜାତ ଅଞ୍ଚଳର ପିଲାମାନଙ୍କୁ ବ୍ରିଟିଶ ସରକାରଙ୍କ ଚାକିରି ସହଜରେ ମିଳୁନଥିଲା। ଏହିସବୁ କଟକଣା ମଧ୍ୟରେ ସରକାରୀ ଚାକିରି ପାଇବା ଏକ ବହୁ ଭାଗ୍ୟ ବିଷୟ ଥିବାରୁ ମୋ ସମୟର ପିଲାମାନଙ୍କର ଏପରିକି ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ କୃତୀ ଛାତ୍ରମାନଙ୍କ ସ୍କୁଲ ଶିକ୍ଷକତା କରିବା ହିଁ ଏକମାତ୍ର ପନ୍ଥା ଥିଲା। ବିଏ ପାସ୍ କରିବା ପରେ ମୁଁ ମଧ୍ୟ ଏହି ପନ୍ଥା ଅନୁସରଣ କରି ମୟୂରଭଞ୍ଜ ମହାରାଜାଙ୍କ ନୟାବସାରଣ ଜମିଦାରୀର ଗୋଟିଏ ହାଇସ୍କୁଲରେ ଖାଲିଥିବା ଗୋଟିଏ ଚାକିରି ପାଇଁ ଚେଷ୍ଟା କରିଥିଲି। ମାତ୍ର ଅଦୃଶ୍ୟ କର୍ଣ୍ଣଧାରଙ୍କ କରସ୍ପର୍ଶ ମୋ ଜୀବନତରୀକୁ ଅନ୍ୟ ଦିଗକୁ ଚଳାଇଦେଲା। ମୟୂରଭଞ୍ଜର ସ୍ୱର୍ଗୀୟ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓ ଜଣେ ବିଦ୍ୟୁତ୍ସାହୀ ବ୍ୟକ୍ତି ଥିଲେ ଏବଂ ଭାରତର ପ୍ରାଚୀନ କଳା ଓ ସଂସ୍କୃତି ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା। ମୟୂରଭଞ୍ଜର ପ୍ରାଚୀନ ରାଜଧାନୀ ଖିଚିଂ ପ୍ରାଚୀନ କଳା ଓ ସ୍ଥାପତ୍ୟର ଗୋଟିଏ କେନ୍ଦ୍ରସ୍ଥଳୀ ଥିବାରୁ ସ୍ୱର୍ଗତ ମହାରାଜା ଏହାକୁ ବହୁ ସମୟରେ ଆସୁଥିବା ବେଳେ ତାଙ୍କ ସହିତ ମୋର ପରିଚୟ ଘଟିଥିଲା। ମୁଁ ଖିଚିଂ ଅଧିବାସୀ ହୋଇଥିବାରୁ ସ୍କୁଲ ଶିକ୍ଷକତା ପାଇଁ ପ୍ରାର୍ଥୀ ହେବା ବେଳେ ମହାରାଜା ମୋତେ ଖିଚିଂ ସମ୍ବନ୍ଧରେ ଇଂରାଜୀରେ ଗୋଟିଏ ପ୍ରବନ୍ଧ ଲେଖିବାକୁ କହିଥିଲେ। ଏହି ଆଦେଶ ଅନୁସାରେ ମୁଁ ଖିଚିଂ ସମ୍ବନ୍ଧରେ ଗୋଟିଏ ପ୍ରବନ୍ଧ ଦାଖଲ କଲି। ତାହା ପଢ଼ିବା ପରେ ତତ୍କାଳୀନ ଦେୱାନ ଶ୍ରୀ କ୍ଷିତୀଶଚନ୍ଦ୍ର ନିୟୋଗୀଙ୍କ ସଙ୍ଗେ ପରାମର୍ଶ କରି ମହାରାଜା ମୋ ପାଇଁ ଗୋଟିଏ ସ୍ୱତନ୍ତ୍ର ବୃତ୍ତିର ବ୍ୟବସ୍ଥା କଲେ। ଏହି ବ୍ୟବସ୍ଥା ଅନୁସାରେ ମାସିକ 50 ଟଙ୍କା ବୃତ୍ତି ପାଇ କଲିକତା ବିଶ୍ୱବିଦ୍ୟାଳୟରେ MA ଇନ୍ ଆନ୍ସିଏଣ୍ଟ ଇଣ୍ଡିଆନ୍ ହିଷ୍ଟ୍ରି ଆଣ୍ଡ କଲଚର ବିଭାଗରେ ପଢ଼ିଲି ଏବଂ 1937 ମସିହାରେ କୃତିତ୍ୱ ସହ MA ପାସ୍ କଲି। MAରେ ମୁଁ ବିଶିଷ୍ଟ ଅଧ୍ୟାପକମାନଙ୍କଠାରୁ ଯଥେଷ୍ଟ ପ୍ରେରଣା ପାଇଥିଲି ଏବଂ ଭାରତର ପ୍ରାଚୀନ ଇତିହାସ ଓ ଭୂଗୋଳ ବ୍ୟତୀତ ଲିପିତତ୍ତ୍ୱ ଓ ମୁଦ୍ରାତତ୍ତ୍ୱରେ ବିଶେଷ ଜ୍ଞାନ ଲାଭ କରିଥିଲି। MA ପଢ଼ୁଥିଲା ବେଳେ ମୁଁ ହ୍ୟାରିସନ୍ ରୋଡ଼ ବର୍ତ୍ତମାନ ମହାତ୍ମା ଗାନ୍ଧୀ ରୋଡ଼ ଆମଷ୍ଟର୍ଡ ଷ୍ଟ୍ରିଟ୍ ଛକରେ ଅବସ୍ଥିତ ବେଙ୍ଗଲ ବୋର୍ଡ଼ିଂ ନାମକ ବୋର୍ଡ଼ିଂରେ ସ୍ୱର୍ଗତ ପଣ୍ଡିତ ବିନାୟକ ମିଶ୍ରଙ୍କ ସହ ବାସ କରୁଥିଲି ଏବଂ ତାଙ୍କଠାରୁ ଯଥେଷ୍ଟ ପ୍ରେରଣା ପାଇଥିଲି। ପଣ୍ଡିତ ମିଶ୍ରଙ୍କ ଭଳି ବିଦ୍ୱତ୍ସାହୀ ବ୍ୟକ୍ତି ମୁଁ ଜୀବନରେ ଦେଖିନଥିଲି। ସେ କଲିକତା ବିଶ୍ୱବିଦ୍ୟାଳୟରେ ପାର୍ଟ ଟାଇମ୍ ଲେକ୍ଚରର କାର୍ଯ୍ୟ କରୁଥିଲେ ଏବଂ ଏଥିପାଇଁ ତାଙ୍କୁ ସପ୍ତାହରେ 2-3ଟି ଲେକ୍ଚର ଦେବାକୁ ପଡ଼ୁଥିଲା। ସେ ବାକି ସମୟକୁ ଅଧ୍ୟୟନ କିମ୍ବା ଗ୍ରନ୍ଥ ବା ପ୍ରବନ୍ଧ ଲିଖନୀରେ କଟାଉଥିଲେ। କଲିକତା ବିଶ୍ୱବିଦ୍ୟାଳୟକୁ ଆସିବା ପୂର୍ବରୁ ସେ ଭର୍ଣ୍ଣାକୁଲାର ପାସ୍ କରି ନୀଳଗିରି ମାଇନର ମି ସ୍କୁଲରେ ହେଡ୍ ପଣ୍ଡିତ କାର୍ଯ୍ୟ କରୁଥିଲେ। ମାତ୍ର ତାଙ୍କର ଅସାଧାରଣ ପ୍ରତିଭା ଓ ଅଧ୍ୟବସାୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ସ୍ୱର୍ଗତ ଅଧ୍ୟାପକ ବିଜୟ ଚନ୍ଦ୍ର ମଜୁମଦାରଙ୍କ ସାଙ୍ଗରେ ସହାୟକରେ ପଣ୍ଡିତ ରୂପେ କାର୍ଯ୍ୟ କରି କଲିକତା ବିଶ୍ୱବିଦ୍ୟାଳୟର ଓଡ଼ିଆ MA ପାଇଁ ଓଡ଼ିଆ ପାଠ୍ୟପୁସ୍ତକ ସଂକଳନ କରିବାରେ ତାଙ୍କୁ ଆଶାତୀତ ଭାବରେ ସାହାଯ୍ୟ କରିଥିଲେ। ଏହି ସାହାଯ୍ୟ କରୁଥିବା ବେଳେ ତାଙ୍କ ପ୍ରତିଭା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଥିଲା। ଏଣୁ ତାଙ୍କ ଶିକ୍ଷାଯୋଗ୍ୟତା ଅତ୍ୟନ୍ତ ଅଳ୍ପ ଥିଲେ ହେଁ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ତାଙ୍କୁ ପାର୍ଟ ଟାଇମ୍ ଲେକ୍ଚରର ରୂପେ ନିଯୁକ୍ତି ଦେଇଥିଲେ। ସେ ସ୍କୁଲରେ ଇଂରାଜୀ ପଢ଼ ନଥିଲେ ହେଁ ପରବର୍ତ୍ତୀ ଜୀବନରେ ଅତି ଉଚ୍ଚ କୋଟିର ଇଂରାଜୀ ଗ୍ରନ୍ଥ ଓ ପ୍ରବନ୍ଧମାନ ଲେଖିଥିଲେ। ମୁଁ ତାଙ୍କ ସହିତ ଏକ ବୋର୍ଡ଼ିଂରେ ବାସ କରୁଥିଲା ବେଳେ ତାଙ୍କର ପ୍ରତିଭା ପ୍ରଗାଢ଼ ପରିଶ୍ରମ ଓ ବିଦ୍ୟାତ୍ସାହିତାରୁ ବହୁ ଭାବରେ ପ୍ରେରଣା ପାଇଥିଲି। MA ପାସ୍ କରିବା ପରେ ମୁଁ ପୁଣି ଅନିଶ୍ଚିତତାର ସମ୍ମୁଖୀନ ହୋଇଥିଲି। ମାତ୍ର ମୟୂରଭଞ୍ଜର ସ୍ୱର୍ଗୀୟ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓ ଏହି ଅନିଶ୍ଚିତତା ଶୀଘ୍ର ଦୂର କରିଦେଇଥିଲେ। ସେତେବେଳେ ପ୍ରତ୍ନତତ୍ତ୍ୱବିତ୍ ରାମପ୍ରସାଦ ଚନ୍ଦ୍ର ମୟୂରଭଞ୍ଜର ବ୍ରିଟିଶ ରାଜତ୍ୱକାଳୀନ ଐତିହାସିକ ରେକର୍ଡ ସମୂହର ସମ୍ପାଦନା କରୁଥିଲେ। ମହାରାଜା ମୋତେ ମାସିକ 70 ଟଙ୍କା ଭତ୍ତା ଦେଇ ତାଙ୍କର ସହକାରୀ ରୂପେ ନିଯୁକ୍ତ କଲେ। ମାସିକ 70 ଟଙ୍କା ପାଇ ମୁଁ ଆନନ୍ଦିତ ହୋଇଥିଲି, କାରଣ ଏ ସମୟରେ 70 ଟଙ୍କାର ମୂଲ୍ୟ ଯଥେଷ୍ଟ ବେଶୀ ଥିଲା। ମୁଁ ଏହି ସମୟରେ ବ୍ୟବହାରିକ ଜୀବନ ଆରମ୍ଭ କରୁଥିଲି। MA ପାସ୍ କରିବାର ବହୁ ପୂର୍ବରୁ ମୟୂରଭଞ୍ଜ ବଡ଼ସାହି ନିକଟସ୍ଥ ଛେଳିଆ ଗ୍ରାମର ସ୍ୱର୍ଗତ ଭରତଚନ୍ଦ୍ର ପଣ୍ଡାଙ୍କ କନିଷ୍ଠା କନ୍ୟା ଶ୍ରୀମତୀ ତାରାମଣୀ ଦେବୀଙ୍କ ସହ ମୋର ବିବାହ ହୋଇସାରିଥିଲା। ମୋର ସାନ ଭାଇଙ୍କ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ମୁଁ ଅନେକ ସମୟରେ ମୋର ପତ୍ନୀଙ୍କୁ ସଙ୍ଗରେ ଆଣିବାକୁ ବାଧ୍ୟ ହେଉଥିଲି। ଏଣୁ ବାଲିଗଞ୍ଜସ୍ଥ କାଙ୍କୁଲିଆ ରୋଡ଼ରେ 11 ଟଙ୍କା ଭଡ଼ାରେ ଘର ନେଇ ସେଠାରେ ସସ୍ତ୍ରୀକ ରହିଲି।
ମୋର ମନେ ଅଛି ଯେ ଏଠାରେ ମୁଁ 10 ଟଙ୍କା ଦେଇ ଚାଉଳ, ଡାଲି, ତେଲ, ଘିଅ, ମସଲା ଆଦି ଇତ୍ୟାଦି ଏକ ସମୟରେ କିଣି ପକାଇଥିଲି। ଏଠାରେ ଆମ୍ଭମାନଙ୍କ 3 ମାସ ରହଣି କାଳରେ ଏ ସମସ୍ତ ଜିନିଷ ଶେଷ ହେଲା ନାହିଁ। କଲିକତା ଛାଡ଼ିବା ବେଳେ ଅବଶିଷ୍ଟ ଜିନିଷରୁ କଲେଜ ଅଂଶ ବିତରଣ କରିଦେଲୁ ଓ କେତେକ ଅଂଶ ସଙ୍ଗରେ ଘରକୁ ଘେନି ଆସିଲୁ। ଏହି ସମୟରେ ଆଉ ଗୋଟିଏ କୌତୂହଳ ଘଟଣା ମୋର ମନେ ପଡ଼ୁଛି। ଏହି ସମୟରେ ଭେଜିଟେବଲ ଘିଅର ପ୍ରଥମ ପ୍ରଚଳନ ହେଉଥାଏ। କେତେକ ଆଙ୍ଗ୍ଲୋ ଇଣ୍ଡିଆନ୍ ମହିଳା ବ୍ୟାଗରେ ଘିଅର ଛୋଟ ଛୋଟ ଡବା ପୁରାଇ କଲିକତା ସର୍ବାଞ୍ଚଳରେ ଏଗୁଡ଼ିକ ବିନା ମୂଲ୍ୟରେ ବିଚରଣ କରୁଥାନ୍ତି ଓ ଗୃହିଣୀମାନଙ୍କ ପାଖରେ ଏହି ଅଭିନବ ଘିଅର ପ୍ରଶଂସା କରୁଥାନ୍ତି। ମୋର ସ୍ତ୍ରୀ ଏଥିରୁ ଗୋଟିଏ ଡବା ପାଇଥିଲେ ଏବଂ ମୁଁ କାମରୁ ଫେରିବା ପୂର୍ବରୁ ଏଥିରେ ମୋ ପାଇଁ ପୁରୀ କରି ରଖିଥିଲେ। ସେଥିରୁ ଖଣ୍ଡେ ଅଧେ ଖାଇ ମୁଁ ରାଗିଗଲି ଓ ପୁରୀ ସହିତ ଅବଶିଷ୍ଟ ଘିଅକୁ ଫିଙ୍ଗିଦେଲି। ଚନ୍ଦ୍ର ମହାଶୟଙ୍କ ପାଖରେ 3 ମାସ କାର୍ଯ୍ୟ କରିବା ପରେ ସ୍ୱର୍ଗୀୟ ମହାରାଜା ଓ ତାଙ୍କର ତତ୍କାଳୀନ ଦେୱାନ ଶ୍ରୀଯୁକ୍ତ କେସି ନିଓକି ସ୍ଥିର କଲେ ଯେ ମୁଁ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ବିଭିନ୍ନ ବିଷୟରେ ଟ୍ରେନିଂ ନେବି ଓ ଗବେଷଣା ମଧ୍ୟ କରିବି। ଏଥିପାଇଁ ମୋ ସକାଶେ ଗସ୍ତ ଖର୍ଚ୍ଚ ବ୍ୟତୀତ ପ୍ରଥମ ବର୍ଷ ପାଇଁ ମାସିକ 75 ଟଙ୍କା ଓ ଦ୍ୱିତୀୟ ବର୍ଷ ପାଇଁ ମାସିକ 100 ଟଙ୍କା ଧାର୍ଯ୍ୟ କରାଗଲା। 1937 ମସିହାରେ ମୋର ଭାରତ ସରକାରଙ୍କର ପ୍ରତ୍ନତତ୍ତ୍ୱ ବିଭାଗ ସହିତ ଏହିପରି ଭାବରେ ଯେଉଁ ସମ୍ବନ୍ଧ ଆରମ୍ଭ ହୋଇଥିଲା ତାହା ଦୀର୍ଘ 7 ବର୍ଷ ପରେ 1984ରେ ଶେଷ ହେଲା। ଅବଶ୍ୟ ଏ ସମସ୍ତ ସମୟ ପାଇଁ ମୋତେ କେବଳ ମୟୂରଭଞ୍ଜରୁ ଭତ୍ତା ମିଳିନଥିଲା। ମୟୂରଭଞ୍ଜରୁ ସାହାଯ୍ୟ ବନ୍ଦ ହୋଇଯିବା ପରେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ମୋତେ ଅନୁରୂପ ଭତ୍ତା ଦେଇ 1944 ପର୍ଯ୍ୟନ୍ତ ଏ ବିଭାଗରେ ରଖିଥିଲେ। ପରେ 1954ରୁ 1961 ମଧ୍ୟରେ ମୁଁ ଏହି ବିଭାଗରେ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଓ ସୁପରିଟେଣ୍ଡେଣ୍ଟ ଅଫ୍ ଆର୍କିଓଲୋଜିଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ରୂପେ କାର୍ଯ୍ୟ କଲି। ଭାରତର ପ୍ରତ୍ନତତ୍ତ୍ୱ ବିଭାଗର ଦୀର୍ଘ 14 ବର୍ଷ କାମ କରି ଏବଂ ଅବିଭକ୍ତ ଓ ବିଭକ୍ତ ଭାରତର ବହୁ ସ୍ଥାନରେ ପରିଭ୍ରମଣ କରି ଅବସ୍ଥାନ କରି ମୁଁ ଯେଉଁ ଅଭିଜ୍ଞତା ଲାଭ କରିଥିଲି ତାହା ପରବର୍ତ୍ତୀ ପରିଚ୍ଛେଦରେ ଯଥାସମ୍ଭବ ଆଲୋଚନା କରାଯିବ। 1944 ମସିହା ପର୍ଯ୍ୟନ୍ତ ଭାରତ ସରକାରଙ୍କର ପ୍ରତ୍ନତତ୍ତ୍ୱ ବିଭାଗରେ ଥିବାବେଳେ ମୁଁ ଏକ ପ୍ରକାର ଛାତ୍ର ଜୀବନ ଯାପନ କରୁଥିଲି। ମୋର ଛାତ୍ର ଜୀବନଟା ଅସ୍ୱାଭାବିକ ଭାବରେ ଅତି ଦୀର୍ଘ ହୋଇଯାଇଥିଲା। 1944 ମସିହାରେ ଯେତେବେଳେ ମୁଁ ଓଡ଼ିଶା ସରକାରଙ୍କ ଦ୍ୱାରା ଇତିହାସରେ ଲେକ୍ଚରର ରୂପେ ନିଯୁକ୍ତ ହେଲି ସେତେବେଳକୁ ମୋତେ 35 ବର୍ଷ ହୋଇଥିଲା। ସରକାରୀ ଚାକିରି ପରିସର ମଧ୍ୟରେ ଓଡ଼ିଶା ସରକାରଙ୍କ ଅଧୀନରେ ଲୋକାଚାର ମ୍ୟୁଜିୟମ କ୍ୟୁରେଟ, ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଓ ସୁପରିଟେଣ୍ଡେଣ୍ଟ, ପୁଣି ଓଡ଼ିଶା ସରକାରଙ୍କ ଅଧୀନରେ ରିଡର ଓ କିଛି ସମୟ ପାଇଁ ପ୍ରଫେସର ରୂପେ କ୍ରମାନ୍ୱୟରେ କାର୍ଯ୍ୟ କରିବା ପରେ ମୁଁ 1968ରେ ସରକାରୀ ଚାକିରିରୁ ଅବସର ନେଲି। ସରକାରୀ ଚାକିରିରୁ ଅବସର ନେବାର 1.5 ମାସ ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇତିହାସ ବିଭାଗର ପ୍ରଫେସର ରୂପେ ନିଯୁକ୍ତି ପାଇ ସେଠାରେ 1972 ପର୍ଯ୍ୟନ୍ତ ଅଧ୍ୟାପନା କଲି। 1972 ଜୁଲାଇ ମାସରେ ଏହି ବିଶ୍ୱବିଦ୍ୟାଳୟରୁ ଅବ୍ୟାହତି ପାଇବା ପରେ ଭାରତ ସରକାରଙ୍କ ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନଙ୍କ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ଠାରୁ ମାସିକ 750 ଟଙ୍କା ଭତ୍ତା ଓ ବାର୍ଷିକ 2000 ଟଙ୍କା କଣ୍ଟିଜେନ୍ସି 1972 ସେପ୍ଟେମ୍ବର ଠାରୁ ଆଜି ପର୍ଯ୍ୟନ୍ତ ପାଇ ଗବେଷଣାରତ ରହିଛି ଓ ରେଭେନ୍ସା କଲେଜର ଇତିହାସ ଅନର୍ସ ଅଧ୍ୟାପନା ସହିତ ସମ୍ପୃକ୍ତ ହୋଇ ରହିଛି। ଏହା ହିଁ ହେଲା ମୋ ଚାକିରି ଜୀବନର ସଂକ୍ଷିପ୍ତ ବିବରଣୀ। ଅଦୃଶ୍ୟ କର୍ଣ୍ଣଧାର ଏହାକୁ ଯେଉଁଆଡ଼େ ଚଳାଇଥିଲେ ତାହା ସେଇଆଡ଼େ ଚାଲିଗଲା। ମୁଁ ଏହାକୁ ବିସ୍ତୃତ ଭାବରେ ଲେଖିବାକୁ ଚାହୁଁନାହିଁ, କାରଣ ସମସ୍ତଙ୍କ ଚାକିରି ଜୀବନ ପରି ମୋ ଚାକିରି ଜୀବନର କୌଣସି ବିଶେଷତ୍ୱ ନାହିଁ। ମୁଁ ଆଗରୁ କହିଛି ଯେ ଐତିହାସିକ ଦୃଷ୍ଟିରୁ ମୋ ସମୟର ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଚିତ୍ର ଏ ଗ୍ରନ୍ଥରେ ପ୍ରକାଶ କରିବା ହିଁ ମୋର ପ୍ରଧାନ ଲକ୍ଷ୍ୟ। ଏହି ଚିତ୍ରମାନଙ୍କ ସହିତ ମୋ ଜୀବନର ସମ୍ବନ୍ଧ ଯେତେବେଳେ ଆସିଯିବ ସେତେବେଳେ ମୁଁ ତାହା ସଂକ୍ଷିପ୍ତରେ ପ୍ରକାଶ କରିବି। କେବଳ ମୋ ଜୀବନର ଘଟଣାମାନ ସନ୍ନିବେଶ କରି ଗ୍ରନ୍ଥଟିର କଳେବର ବୃଦ୍ଧି କରିବାକୁ ମୁଁ ଚାହୁଁନାହିଁ। ତେବେ ଏହିଠାରେ ଶେଷ ହେଲା କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ମୋ ସମୟର ଓଡ଼ିଶା ଆତ୍ମଜୀବନୀର 3ୟ ପରିଚ୍ଛେଦ। ଆଗାମୀ ଅଧ୍ୟାୟରେ ଏହି ଆତ୍ମଜୀବନୀର ଆମେ 4ର୍ଥ ପରିଚ୍ଛେଦ ଶୁଣିବା। ରହିଲି, ନମସ୍କାର।